ଏବେ ସରକାରୀ କର୍ମଚାରୀଙ୍କ ପାଇଁ କିଛି ବଡ଼ ଝଟକା ମଧ୍ୟ ଆସିଛି। ଯଦି ବି ଆପଣ ସରକାରୀ କର୍ମଚାରୀ ଥିବେ ମାନେ କୌଣସି ବି ଜାଗାରେ ସରକାରୀ କ୍ଷେତ୍ରରେ କାମ କରୁଥିବେ କିମ୍ବା କୌଣସି ବି ଜାଗାରେ ଆପଣ ଜବ୍ କରୁଥିବେ ତାହେଲେ ଏ ଭିଡ଼ିଓକୁ ଆପଣ ନିଶ୍ଚିତ ଭାବରେ ଦେଖିବେ, କାହିଁକି ନା ଏ ଭିଡ଼ିଓରେ ଆପଣଙ୍କ ପାଇଁ କିଛି ବହୁତ ବଡ଼ ଇନଫର୍ମେଟିଭ୍ ଟିପ୍ ଭିଡ଼ିଓଟି ରହିବ ଏବଂ ଆପଣଙ୍କ ଦରମାକୁ ନେଇକି ଏଇଟା କିଛି ବଡ଼ ଝଟକା ମଧ୍ୟ ଆସିଛି। ଏହାର ବିଷୟରେ ଆଜି କଥା ହେବା। ତଥାପି ବି ଭିଡ଼ିଓଟି ଭଲ ଲାଗିବ ତାହେଲେ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ନୂଆ କରିକି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟି ବି ଅଲ୍ ସିଲେକ୍ଟ କରିବେ, କାରଣ ଯେତେବେଳେ ଯାହା ଲାଟେଷ୍ଟ ଅପଡେଟ୍ ଆସିବ ଆପଣମାନେ ସେହି ଅପଡେଟ୍ଟି ସର୍ବପ୍ରଥମେ ପାଇପାରିବେ। ତ ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟକା ମଧ୍ୟ ମିଳିଛି। ଏ ଯେଉଁ ରହିଛି ଆପଣଙ୍କର 1 କୋଟିରୁ 20 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନ୍ ଭୋଗୀଙ୍କ ସାମାନ୍ୟ ଦରମା ବୃଦ୍ଧି ସହ କାମ କରିବାକୁ ପଡ଼ିପାରେ, କାରଣ ଚଳିତ ବର୍ଷ ମହଙ୍ଗା ଭତ୍ତା ଡିଏ ଏବଂ ମହଙ୍ଗା ରିଲିଫ୍ ଡିଆର୍ରେ ମାତ୍ର 2% ବୃଦ୍ଧି ଆଶା କରାଯାଉଛି। ଏହା ଡିଏ 58%ରୁ ପ୍ରାୟ 60%କୁ ବୃଦ୍ଧିକୁ ନେଇଛି। ଯଦି ଏହା ହୁଏ ତେବେ ଏହା ଗତ 7 ବର୍ଷ ମଧ୍ୟରେ ସର୍ବନିମ୍ନ ହେବ। ଅଲ୍ ଇଣ୍ଡିଆ କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ AICPI ତଥ୍ୟ ଅନୁଯାୟୀ ଏଥର ଏତେ କମ୍ ଡିଏ ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନ୍ ଭୋଗୀ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଜୁଲାଇ 2018 ପରଠାରୁ ଡିଏ କେବେ ବି 3%ରୁ କମ୍ ବୃଦ୍ଧି କରାଯାଏ ନାହିଁ। ଜାନୁଆରୀ 2024 ଡିଏ ସଂଶୋଧନ ଆବଶ୍ୟକ କି ଏ ଜାଗାରେ ଯଦି ବି ଦେଖିବା ତାହେଲେ ଏହା ସପ୍ତମ ବେତନ କମିଶନ ଅଧୀନରେ ଶେଷ ଡିଏ ବୃଦ୍ଧି ହେବ। ସପ୍ତମ ବେତନ କମିଶନରେ 10 ବର୍ଷର କାର୍ଯ୍ୟକଳାପ ଡିସେମ୍ବର 31, 2025ରେ ଶେଷ ହେଉଛି। ନୂତନ ବେତନ କମିଶନ ଜାନୁଆରୀ 2026ରୁ କାର୍ଯ୍ୟକାରୀ ହେବ। ଯଦିଓ ଅଷ୍ଟମ ବେତନ କମିଶନ ଗଠନ କରାଯାଇଛି, ଏହାର ସନ୍ଦର୍ଭର ଶତାବ୍ଦୀ TOR ସ୍ପଷ୍ଟ କାର୍ଯ୍ୟକାରୀ ତାରିଖ ନିର୍ଦ୍ଦିଷ୍ଟ କରିନାହିଁ। କମିଶନଙ୍କ ପାଖରେ ଏହା ରିପୋର୍ଟ ଦାଖଲ କରିବା ପାଇଁ 18 ମାସ ସମୟ ଅଛି। ଯଦି ବି ଏହାପରେ ନୂତନ ବେତନ ସ୍କେଲ ଅଧ୍ୟୟନ ଅନୁମୋଦନ ଏବଂ କାର୍ଯ୍ୟକାରୀ କରିବା ପାଇଁ ସାଧାରଣତଃ ଆଉ 2 ବର୍ଷ ସମୟ ଲାଗିପାରେ। ତେଣୁ ବାସ୍ତବରେ କର୍ମଚାରୀ